ଗଦା ଗଦା ଦୁଃଖ ଭିତରେ ସୁଖକୁ ଖୋଜି ପାଇବା ମୋ ପାଇଁ ଭାରି କଷ୍ଟକର ହୋଇପଡ଼ୁଥିଲା। ଅନେକ କଷ୍ଟ, ଅନେକ ଯନ୍ତ୍ରଣା, ତା ଭିତରେ ନିଜକୁ ଆଗକୁ ବଢ଼ିବାର ସ୍ୱପ୍ନ। ହାର ମାନିବାକୁ ଇଚ୍ଛା ନଥିଲା, କିନ୍ତୁ ବେଳେବେଳେ ଲାଗୁଥିଲା ଏଇଟା ବୋଧେ ମୋର ଶେଷ, ଆଉ ଆଗକୁ ବଢ଼ିପାରିବିନି, ବୋଧହୁଏ ହାରିଗଲି। କିନ୍ତୁ ଜଣା ନଥିଲା ଶେଷ ସମୟରେ କିଛି ନା କିଛି ରାସ୍ତା ବାହାରି ଆସୁଥିଲା। ଯେତେବେଳେ ଅଧିକ ଟେନସନ୍ ଆସିଯାଉଥିଲା, ଭାବୁଥିଲି ଏତେ ଟେନସନ୍ ଆଉ ନେଇପାରିବିନି। ହେଲେ ପୁଣି ଭାବୁଥିଲି ଟେନସନ୍ ନ ନେଲେ କେହି କ'ଣ କେବେ ଆଗକୁ ବଢ଼ିପାରିବ? ସବୁ ଚେଷ୍ଟା ବିଫଳ ହୋଇଯାଉଥିଲା। ସବୁ ରାସ୍ତା ଧୀରେ ଧୀରେ ବନ୍ଦ ହୋଇ ଆସୁଥିଲା। ହେଲେ ଆଗକୁ ବଢ଼ିବାର ସେ ସଂଗ୍ରାମଟା ଜାରି ରହିଥିଲା। ଜୀବନର ଅନ୍ୟ ନାମ ବୋଧେ ସଂଗ୍ରାମ, ଯେଉଁଥିପାଇଁ ସେ ସଂଗ୍ରାମଟା ମୋ ପିଛା ଛାଡ଼ିବାର ନାଁ ନେଉନଥିଲା। ବେଳେବେଳେ ଏତେ କଷ୍ଟ ହେଉଥିଲା, କାନ୍ଦିବାକୁ ବହୁତ ଇଚ୍ଛା ବି ହେଉଥିଲା। ହେଲେ କାଳେ କିଏ ଦେଖିଦେବ ଡର ଲାଗୁଥିଲା। ବେଳେବେଳେ କବାଟ ଦେଇ ଅନେକ ଥର କାନ୍ଦିଛି, ତଥାପି ବି ଡର ଲାଗେ କାଳେ କିଏ ଜାଣିଦେବ ଆଉ ମୋ ଉପରେ ହସିବ। ଦେଖ ପୁରୁଷ ହେଇ କେମିତି କାନ୍ଦୁଛି। କାନ୍ଦ ଏଥିପାଇଁ ଲାଗେନି ଯେ ମୁଁ ଆଜି କଷ୍ଟରେ ଅଛି। କାନ୍ଦ ଏଥିପାଇଁ ଲାଗେ ମୋର ପରିସ୍ଥିତି ଯେତେବେଳେ ଭଲ ଥିଲା ଅନେକ ଲୋକଙ୍କୁ ସାହାଯ୍ୟ କରିଛି, କେବେ କାହାକୁ ମନା କରିନି। ହେଲେ ଆଜି ମୋର ଅସୁବିଧା ବେଳେ ସମସ୍ତେ ମୁହଁ ମୋଡ଼ି ଦେଉଛନ୍ତି। ମୋତେ ନ ଜାଣିଲା ଭଳି, ମୋତେ ନ ଚିହ୍ନିଲା ଭଳି ବ୍ୟବହାର କରୁଛନ୍ତି। ମୋଠୁ ସାହାଯ୍ୟ ପାଇଥିବା ଲୋକମାନଙ୍କ ପାଖରେ ସାହାଯ୍ୟ ଆଶାରେ ଯାଇ ଅନେକ ଥର ଗୋଡ଼ ଭାଙ୍ଗି ଠିଆ ହେଇଛି। ହେଲେ ସେମାନଙ୍କୁ କେବେ କିଛି ଫରକ ପଡ଼ିନି। ଯେଉଁ ଲୋକମାନଙ୍କୁ ତାଙ୍କ ଅସୁବିଧା ବେଳେ ବିନା ଦ୍ୱିଧାରେ ସାହାଯ୍ୟ କରିଛି, ସେମାନେ ଏବେ ମୋ ମୁହଁକୁ ଦେଖିଲେ ଦୌଡ଼ି ପଳାଉଛନ୍ତି। କାହିଁକି ଜାଣିଛ? କାହିଁକି ନା କାଳେ ମୁଁ ତାଙ୍କୁ କିଛି ସାହାଯ୍ୟ ମାଗିଦେବି। ସବୁ ମିତ୍ରଗୁଡ଼ା ଶତ୍ରୁ ହୋଇସାରିଥିଲେ, କାରଣ ଆଜି ମୁଁ ଅସୁବିଧାରେ ଥିଲି। କାଳେ କିଛି ଟଙ୍କା ମାଗିଦେବି। ରାଜା ଭଳି ବଞ୍ଚୁଥିବା ମଣିଷଟା ଯେତେବେଳେ ଭିକାରୀ ହୋଇଯାଏ, ସାହାଯ୍ୟ ପାଇଥିବା ସେହି ମିତ୍ରମାନେ ପ୍ରଥମେ ଦୂରେଇ ଦିଅନ୍ତି। ଏମିତି ସମୟ ବୋଧେ ଭଗବାନ ମଣିଷ ଚିହ୍ନିବା ପାଇଁ ଦେଇଥାନ୍ତି। ହେଲେ ଗୋଟେ କଥା କହିବି, ଏ ସମୟ ରହିଲେ ହେଲା। ସମୟ ତ ନିଶ୍ଚିତ ବଦଳିବ, କାହିଁକି ନା ଷ୍ଟ୍ରଗଲ୍ କରୁଥିବା ମଣିଷଟା ଦିନେ ନା ଦିନେ ପୁଣି ଥରେ ଟ୍ରାକ୍କୁ ଫେରିବ। କିନ୍ତୁ ଏହି ସମୟର କଷ୍ଟକୁ ସହି ଆଗକୁ ବଢ଼ିବା ଅନେକ କଷ୍ଟକର ହୋଇପଡ଼ୁଛି ସତ। ହାର ନ ମାନି ଆଗକୁ ଆଗକୁ ବଢ଼ିବାକୁ ଚେଷ୍ଟା ବି କରୁଛି। ଆପଣଙ୍କ ଜୀବନରେ କ'ଣ କେବେ ଏମିତି କଷ୍ଟ ଆସିଛି? ଆପଣ କ'ଣ କେବେ ଅସୁବିଧାରେ ପଡ଼ିଛନ୍ତି? ଆପଣ କ'ଣ ଏ ଦୁନିଆକୁ ଠିକ୍ରେ ଚିହ୍ନି ସାରିଛନ୍ତି? ଆପଣଙ୍କ ସହିତ ଘଟିଥିବା ଏମିତି ମୁହୂର୍ତ୍ତ ସେୟାର କରିବାକୁ ଚାହୁଁଛନ୍ତି କି? ତେବେ କମେଣ୍ଟ କରି ଆପଣଙ୍କ ଜୀବନର ଅନୁଭୂତି ଜଣାନ୍ତୁ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।